ଫାଷ୍ଟ ତୁରି ବାଜିଲା ବେଳକୁ ଶିଲା ବୃଷ୍ଟି ହେଲା ବୋଲେ ଏତେ କ'ଣ ସେଟା ଟିଡି ଟିଡି 8 ର 6 ସେତେବେଳେ କ'ଣ ହେଲା ଗଛ ପତ୍ର ସବୁ ନଷ୍ଟ ହେଇଗଲା ଆଉ ଚାଷବାସ ସବୁ ସାନ ଘାସ ମଧ୍ୟ ରହିଲା ନାହିଁ। ହାଲେଲୁୟା। ସେକେଣ୍ଡ ଦ୍ୱିତୀୟ ତୁରି ବାଜିବା ସମୟରେ ବଡ଼ ଅଗ୍ନି ପର୍ବତ ଗୋଟେ ପଡ଼ିଲା କୋଉଠି ସମୁଦ୍ର ଉପରେ। ମନେ ରଖ ମୁଁ ପଚାରିବି ତୁମକୁ ଆହୁରି। ଫାଷ୍ଟ ତୁରି ବାଜିଲା ବେଲେ ଶିଲା ପଡ଼ିଲା। ଶିଲା ବୋଲି କହିଲେ ତିଡ଼ି, ବୁଝିଲ ନା। ସେତେବେଳେ କ'ଣ ହେଲା ଗଛ ପତ୍ର ସବୁ ନଷ୍ଟ ହେଇଗଲା ପୃଥିବୀରେ। ର ନାଇଟା ଆଏ ର ଦେଶ ଥାଏ ସାରା ପୃଥିବୀ ଥାଏ। ହାଲେଲୁୟା। ଏନ୍ତା ଶୁଣ, ଦ୍ୱିତୀୟ ତୁରି ବାଜିଲା ବେଳକୁ କାଜା ପର୍ବତ ଅଗ୍ନି ପର୍ବତ କୋଉଠି ପଡ଼ିଲା? ପୁଣି ସମୁଦ୍ରରେ ପଡ଼ିଲା। ହାଲେଲୁୟା। ସେତେବେଳେ ସମୁଦ୍ରରେ ତୃତୀୟାଂଶ ସବୁ ନଷ୍ଟ ହେଇଗଲା। ସମୁଦ୍ରର ଜାହାଜ ତୃତୀୟାଂଶ ସବୁ ନଷ୍ଟ ହେଇଗଲା। ଦ୍ୱିତୀୟ ତୁରି ପଡ଼ିଲା। ତୃତୀୟ ଦୂତ ତୁରିଧ୍ୱନି କରିବା ସମୟରେ ଅଗ୍ନିଶିଖା ପରି ପ୍ରଜ୍ୱଳିତ ଅଗ୍ନି ସହିତ ବୃହତ୍ ଗୋଟେ ବଡ଼ କାଜା ଉକା, ହାଲେଲୁୟା, ଗୋଟେ ବୃହତ୍ ନକ୍ଷତ୍ର ଆକାଶରୁ ପଡ଼ିଲା। ହାଲେଲୁୟା। ସେତେବେଳେ ନଦୀ ଯାକରେ ପଡ଼ିଲା, ନାଳ ଯାକରେ ପଡ଼ିଲା, ଝରଣା ଯାକରେ ପଡ଼ିଲାରୁ ସବୁ ପାଣି ସବୁ କାମ୍ବେଲି ଆତେ। କି ନକ୍ଷତ୍ର ସେଟା? ନାଗଦହନା ନକ୍ଷତ୍ର। ନାଗଦହନା ବୋଲେ କାମ୍ବେଲୁକା ପଡ଼ିଲା। କାମ୍ବେଲୁକା ପଡ଼ିବା ସମୟରେ କ'ଣ ହେଲା ବୋଲି କହିଲେ ସାରା ପୃଥିବୀରେ ର ନାୟ ଆଏ ର ଦେଶ ଆଏ। ହାଲେଲୁୟା। ସାରା ପୃଥିବୀରେ କ'ଣ ହେଲା? ନଦୀ ନାଳ ଝରଣା ସବୁ ପାଣି ସବୁ ପିତା ହେଇଗଲା। ହାଲେଲୁୟା। ହେଲେ ବିଷୟବସ୍ତୁ କ'ଣ ବୋଲି କହିଲେ ତୃତୀୟ ଦୂତ ତୁରିଧ୍ୱନି କରିବା ସମୟରେ କାମ୍ବେଲୁକାରିତେ ନାଗଦହନା ନକ୍ଷତ୍ର ପଡ଼ିଲା। ତାହା ଅଗ୍ନିଶିଖା ପରି ପ୍ରଜ୍ୱଳିତ ଅଗ୍ନିରେ ପରିପୂର୍ଣ୍ଣ। ହାଲେଲୁୟା। ସେ ନଦୀ ନାଳ ଝରଣାରେ ପଡ଼ିଲା ଆଉ ସବୁ ପାଣି, ସେଇ ପାଣି ପିଇକରି ଅନେକ ଲୋକ ମରିଗଲେ। ତୃତୀୟାଂଶ ଲୋକମାନେ ମରିଗଲେ। ହାଲେଲୁୟା। କି ପାଇଁ ବୋଲି କହିଲେ ସେଇ ନକ୍ଷତ୍ର ନାମ ନାଗଦହନା। ସେଇ ନକ୍ଷତ୍ର ଖଣ୍ଡ ଖଣ୍ଡ ହେଇକରି ସାରା ନଦୀ ନାଳ ସବୁରେ ପଡ଼ିଯିବାରୁ ପାଣି ସବୁ ପିତା ହେଇଗଲା। ସେତେବେଳେ ପୃଥିବୀର ଲୋକମାନେ ସେ ପାଣି ପିଇକରି କ'ଣ କଲେ? ଅନେକ ଲୋକ ମରିଗଲେ। ମାତ୍ର ପ୍ରଭୁଙ୍କ ଲୋକମାନେ କୌଣସି ପ୍ରକାର କ୍ଷତିଗ୍ରସ୍ତ ହେଇନାହାନ୍ତି। ଆଉ ସେମାନଙ୍କର ପାଣି ମିଠା, ସେମାନଙ୍କର ପାଣି ବହୁତ ଭଲ। ହାଲେଲୁୟା। ଏବେ ଶୁଣ, ରିୟା ଏଇଟା କି କାଟ ତାଡନେରେ ରି କ'ଣ ଆଣ୍ଡିରେ ଡକାତା ତାଡନେରେ। ହାଲେଲୁୟା। ର ಡೋಕತಾ ಕಾಂಬೆಲಿ ಏಯು ರೋ ಡೋಕತಾ ನೈ ಏಯು. ಅಲ್ಲೆಲುಯ್ಯ. ನೀನು ಗೊತ್ತಿದೆ ಇದು ನೈ ಏಯಾನೆ ಅವ್ರ ಎಂಬರಿ ಗೊತ್ತು ಸರಿ ಅದು ಕಾಂಬೆಲೆಯು ಆಗ್ತಾನೆ ପୁଞ୍ଜେରିକି। ହାଲେଲୁୟା। ମାନେ ନଦୀରେ ପାଣି ଆଣିବାକୁ ଯିବେ, କୂଅରୁ ପାଣି ଆଣିବାକୁ ଯିବେ ମା ମାନେ, ବୁଝିଲ ନାହିଁ? ହାଲେଲୁୟା। ସେମିତିକାର ପରିସ୍ଥିତି ଆସିଲା ବେଳକୁ ଆମେ ସତର୍କ ହେଇଯାଇ ହେବ। ଆମେ କିଛି ଜାଣିବା ନାହିଁ ବୋଲି କହିଲେ କିଛି ଜାଣିବୁ ନାହିଁ, ଏ ପୃଥିବୀରେ ରହିଯିବୁ, ବହୁତ କଷ୍ଟ ପାଇବୁ। ଯୀଶୁ ମହାପ୍ରଭୁ ଏମାନେ ପୁର ମାମୁ ଆଜାଲି ଆଡମି। ହାଲେଲୁୟା। ଚତୁର୍ଥ ଦୂତ ତୁରିଧ୍ୱନି କରିବା ସମୟରେ ସୂର୍ଯ୍ୟ ଚନ୍ଦ୍ର ନକ୍ଷତ୍ର ସମୂହ ସବୁ ଆଘାତ ପ୍ରାପ୍ତ ହେଲା। ମାନେ ଚତୁର୍ଥ ଦୂତ ମାନେ 4 ନମ୍ବର ଦୂତ ତୁରିଧ୍ୱନି କରିବା ସମୟରେ ସୂର୍ଯ୍ୟ ଚନ୍ଦ୍ର ವೇಡ ଲେଞ୍ଜୁ ଉକା ଡାମ୍ବେ ମାଡ଼ଗଲା ହାତେ ଏଦି ଗୋଟେ ଗୋଟେ ବଜା ବୁଝି ହେଇକରି କ'ଣ ହେଲା, ଖଣ୍ଡ ଖଣ୍ଡ ହେଇକରି ସେଟା ଆଲୋକ ଦେବାଟା ଛାଡ଼ିଦେଲା। ହାଲେଲୁୟା। ଆଲୋକ ଦେଇ ପାରିଲା ନାହିଁ। ସୂର୍ଯ୍ୟ ଅନ୍ଧକାର ହେଇଗଲା, ଚନ୍ଦ୍ର ମଧ୍ୟ ଅନ୍ଧକାର ହେଇଗଲା, ନକ୍ଷତ୍ର ଯାକ ବି ଅନ୍ଧକାର ହେଇଗଲା। ସେମାନେ ଟିକେ ଟିକେ ଦେଖା ଯାଉଥିଲେ, ଭଲ କରି ଦେଖା ଯାଉନଥିଲେ। ସେମାନେ ଆଘାତ ପ୍ରାପ୍ତ ହେଲେ ଆଉ ପୃଥିବୀରେ ଅନ୍ଧକାର ବ୍ୟାପିଲା। ହାଲେଲୁୟା। ସେମାନେ ଆଲୋକ ରହିତ ହେଇଗଲେ। ସକାଳୁ ଉଠିବା ସୂର୍ଯ୍ୟ 12ଟାରେ ଉଠୁଛି। 4 ନମ୍ବର ଦୂତ
ତୁରିଦନି କରିବା ସମୟରେ। ହାଲେଲୁୟା। ହାଲେଲୁୟା। ଆଜି ଆମେ ଦେଖିବା 4 ନମ୍ବର ଦୂତ ତୁରିଦନି କରିବା ସମୟରେ ଆଉ ଦିନ କମ ହେଇଗଲା, ରାତି ବେଶୀ ହେଇଗଲା। ବୁଝିଲ ନା? ଯେତେ ଦେଖିଲେ ମଧ୍ୟ ସକାଳ 6ଟାରୁ ଉଠି କଲେ ବି ଅନ୍ଧାର, 7ଟାରୁ ଉଠିଲେ ବି ଅନ୍ଧାର, 8ଟାରୁ ଉଠିଲେ ବି ଅନ୍ଧାର। କେତେବେଳେ ସକାଳ ପାଇବ ବୋଲି କହିଲେ 11ଟା 12ଟା ସକାଳ ପାଇବ। ତମେ କାମକୁ ଯାଇକି ଆସିଲା ବେଳକୁ ଘଣ୍ଟେ 2 ଘଣ୍ଟା କାମ କରିବ, ତାପରେ କାମ କରିପାରିବ ନାହିଁ। ହାଲେଲୁୟା। ହାଲେଲୁୟା। ସେତେବେଳେ ଆକାଶ ଉପରେ ଗୋଟେ ଉକୃଷ ପକ୍ଷୀ, କାଜାର ପକ୍ଷୀ, ପକ୍ଷୀ କଣ କହିବେ ତୁମ ଭାଷାରେ? ପଟା ପଟା, କାଜା ପଟା। ଅଜା ପଟା ହଁ, ଉଡ଼ି 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 କହୁଛି। ହଁ, ମହାପୁରୁଷ ଦୂତ ପଟା ଦୂତ ଆକା ପଟା ପରି ବୋଲେ ସେ ପକ୍ଷୀ ପରି ଉଡ଼ିକିରି କହୁଛି। କଣ ବୋଲି କହୁଛି ବୋଲି କହିଲେ ଆୟାଲେ 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 ବୋଲୁଛି 3 ଥର। ହାଲେଲୁୟା। ଆୟୋ 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 ବୋଲୁଛି। କଣ ପାଇଁ ଆୟୋ ଆୟୋ ବୋଲି କହିଲେ 3ଟା ଆୟୋ କଣ ପାଇଁ ବୋଲି କହିଲେ 4ଟା ଦୂତ ତୁରିଦନି କରି ସାରିଲେନି, ଆହୁରି 3ଟା ଦୂତ ତୁରିଦନି କରିବାର ଅଛି। ହାଲେଲୁୟା। ହାଲେଲୁୟା। ଆଉ 3ଟା ଦୂତ ତୁରିଦନି କଲା ପରେ ଗୋଟେ ଅଦ୍ଭୁତ ବିଷୟ ଘଟିବ। ହାଲେଲୁୟା। 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 ପଞ୍ଚମ ଦୂତ ତୁରିଦନି କରିବାକୁ ଯାଉଛି। ଆୟୋ, ଶୁଣ, ଶୁଣିବାର ଅଛି। ପଞ୍ଚମ ଦୂତ ତୁରିଦନି କରିବାକୁ ଯାଉଅଛି। ଆୟ ଆୟ ପୃଥିବୀର ଲୋକମାନେ, ଗୋଟେ ଦେଶର ଲୋକ ନୁହେଁ, ଗୋଟେ ଜାତିର ଲୋକ ନୁହେଁ, ଗୋଟେ ଗୋଷ୍ଠୀର ଲୋକ ନୁହେଁ, ସାରା ପୃଥିବୀରେ ମହାଭୟଙ୍କର ସମସ୍ୟା ଆସିବାକୁ ଯାଉଛି। ଆୟ ଆୟାଲେ ଆୟାଲେ ବୋଲିକି ଡାକୁଛି ସେ ଦୂତ। ହାଲେଲୁୟା। ହାଲେଲୁୟା। ସାଉଣ୍ଡ କରିବ ନା, ରେକର୍ଡିଂ ହେଇଯାଉଛି। ଶୁଣ, ହାଲେଲୁୟା। ହାଲେଲୁୟା। ପଞ୍ଚମ ଦୂତ ତୁରିଦନି କରିବାକୁ ଯାଉଛି। ଆୟ ବୋଲୁଛି ସେ ପକ୍ଷୀ। ତାପରେ ଷଷ୍ଠ ଦୂତ ତୁରିଦନି କରିବ। ଆୟ ବୋଲୁଛି। ତାପରେ ସପ୍ତମ ଦୂତ, 7 ନମ୍ବର ଦୂତ ତୁରିଦନି କିଏ ହେନେ ଏ ଚିପୁଟା ର କାଜା ଅଦ୍ଭୁତ ଘଟଣା ଘଟାନେ। ହାଲେଲୁୟା। ହାଲେଲୁୟା। ଗୋଟେ ଭୟଙ୍କର ଅଦ୍ଭୁତ ଘଟଣା ଘଟିବ। ତାହା କଣ ବୋଲି କହିଲେ ପୃଥିବୀରେ ଯେତେଟା ଖ୍ରୀଷ୍ଟିଆନ ଲୋକମାନେ ଅଛନ୍ତି, ଯେତେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ବିଶ୍ୱାସ କରିବା ଲୋକମାନେ ଅଛନ୍ତି, ଯେତେ ଲୋକ ବାପ୍ତିସ୍ମ ନେଇକି ପ୍ରଭୁ ଭୋଜ ଖାଉଛନ୍ତି, ସେ ସମସ୍ତେ ଆଖି ପିଛୁଳାକେ ମଧ୍ୟ ଆକାଶକୁ ଉଠାଯିବେ। ହାଲେଲୁୟା। ହାଲେଲୁୟା। ମରିବା ଲୋକ ସମସ୍ତେ ଉଠିଯିବେ, ବଞ୍ଚିଥିବା ଲୋକମାନେ ସମସ୍ତେ ରୂପାନ୍ତରିତ ମାୟା ହେଇଯିବେ। ଏଇ ସରକାର ଖୋଜି 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 ବାୟା ହେଇଯିବ ସେତେବେଳେ। ହାଲେଲୁୟା। ହାଲେଲୁୟା। ହେଲେ ପଞ୍ଚମ ଦୂତ ତୁରିଦନି କରିବା ସମୟରେ କଣ ହେଲା ଆମେ ଟିକେ ଦେଖିବା। ଦେଖିଲା ପରେ ଆମେ ବାକ୍ୟ ସମାପ୍ତ କରିବା। ହାଲେଲୁୟା। ହାଲେଲୁୟା। 9 ସେ ପ୍ରକାଶିତ ବାକ୍ୟ 9 ସେ ଲାଷ୍ଟ ଅଛି ଦେଖ। ହାଲେଲୁୟା। ହାଲେଲୁୟା। ମୁଁ ତୁମମାନଙ୍କୁ ପଢୁଛି, ଆଉ ଧ୍ୟାନ ସହିତ ଶୁଣନ୍ତୁ। ଆଉ ଏଟା ପୁରା ହେବ ନାହିଁ, ଆସନ୍ତା ସପ୍ତାହକୁ ଆମେ ପୁରା କରିବା, କିନ୍ତୁ ମୁଁ ଅଳ୍ପ ସମୟରେ ତୁମ ଜାଣିଲା ପରେ କହିବି। ହାଲେଲୁୟା। ହାଲେଲୁୟା। ମୁଁ ପଢୁଛି।